ଅଗଷ୍ଟ 21 ତାରିଖ ଦିନ ଧାମରା ସ୍ଥିତ ITR PMU ଠାରେ ରୋଟାରୀ କ୍ଲବ ଅଫ୍ ବାଲେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ITR ଅତିରିକ୍ତ ନିର୍ଦ୍ଦେଶକ ବୈଜ୍ଞାନିକ ଡକ୍ଟର ନୀଳାଦ୍ରି ରୟ ଯୋଗ ଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ସହ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସାମାଜିକ କାର୍ଯ୍ୟ ସମ୍ପାଦନରେ ରୋଟାରୀ କ୍ଲବ ବିଶ୍ୱବ୍ୟାପୀ ସୁନାମ ଅର୍ଜନ କରିଥିବା ବେଳେ ରୋଟାରୀ କ୍ଲବ ଅଫ୍ ବାଲେଶ୍ୱର ସେଣ୍ଟ୍ରାଲର କର୍ମକର୍ତ୍ତାଙ୍କ ଏତାଦୃଶ୍ୟ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ଶ୍ରୀ ରୟ କହିଥିଲେ। ରକ୍ତର ଅଭାବରେ ଜଣେ ହେଲେ ବ୍ୟକ୍ତିଙ୍କ ଜୀବନ ବିପଦକୁ ନ ଆସିବା ଲକ୍ଷ୍ୟ ରଖି ନିୟମିତ ଏହିଭଳି ଶିବିର ଆୟୋଜନ ପାଇଁ ସେ କ୍ଲବର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ବାଲେଶ୍ୱର ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବା ପାଇଁ କ୍ଲବର ଏତାଦୃଶ୍ୟ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଆଡାନୀ ଗ୍ରୁପ ଡ୍ରାଇଭର ଆସୋସିଏସନର କର୍ମକର୍ତ୍ତାମାନେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ କ୍ଲବର ସଭାପତି ଅବିନାଶ ପାଣିଗ୍ରାହୀ, ସମ୍ପାଦକ ନିର୍ମଳ ମୁଖର୍ଜୀ, ପୂର୍ବତନ ସଭାପତି ଲକ୍ଷ୍ମୀକାନ୍ତ ସ୍ୱାଇଁ, ମନୋରଞ୍ଜନ ରାଉତ, ନିରଞ୍ଜନ ମହାନ୍ତି, ଜୟନ୍ତ ରଣା, ପୂର୍ବତନ ସମ୍ପାଦକ ତଥା ଯୁବନେତା ଗୌରହରି ମଲ୍ଲିକ, ସଦସ୍ୟ ତାପସ କୁମାର ପ୍ରଧାନ, ନିଲେଶ କୁମାର ଗାଁଣ, ସୁବ୍ରତ ରଥ, ଲଳିତ ସେନାପତି, ଭଦ୍ରକ ରୋଟାରୀ କ୍ଲବର ସଦସ୍ୟ ଶାନ୍ତି ସ୍ୱରୂପ ମିଶ୍ର, PMUର କର୍ମକର୍ତ୍ତା ପ୍ରକାଶ ତୋରେଇ, ଏକ୍ଜିକ୍ୟୁଟିଭ DPCI ସିଦ୍ଧାର୍ଥ ଦ୍ୱିବେଦୀ, LLP ଧାମରା ଏସ୍ତେଲା ଲୋଗମିନ୍, ଧାମରା ଡ୍ରାଇଭର ଆସୋସିଏସନ, ଦୋସିଙ୍ଗା ସରପଞ୍ଚ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବାଲେଶ୍ୱର ରକ୍ତ ଭଣ୍ଡାରର କର୍ମଚାରୀମାନେ ସହଯୋଗ କରିଥିଲେ। ଶିବିରରେ ମୋଟ 241 ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା। ରୋଟାରୀ କ୍ଲବ ଅଫ୍ ବାଲେଶ୍ୱର ସେଣ୍ଟ୍ରାଲର ଏହା ସର୍ବବୃହତ ରକ୍ତଦାନ ଶିବିର ବୋଲି ଆଲୋଚନା କରାଯାଉଛି।